ହଁ ଭୁଲ ବି ସାରି ଯାଇଛି ବାପା ବାପା ଏମିତି କେତେ ଥର କରିଥିଲେ ବାପା ଆସ ଆସ ବାପା ସେମିତି ରଖିଲେ ଗୋଟିଏ ବି ବାପା ବାପା ଶୁଣ ବାପା ଆଜିଠୁ ନା ତମେ ଜମା ବାହାରେ ଯାଇକିନା ଆଉ କାମ କରିବନି ଆମ ଘରେ ବସିକି ଖାଇ ପିଇ ବସିବ ଆଉ ମୁଁ ତମ ପାଇଁ ନା ଗୋଟେ ଆମ ଗ୍ୟାଲେରୀରେ ଦୋଳି ଲଗେଇଦେବି ସେ ଦୋଳିରେ ବସି ତମେ ଡେଲି ଚୁଳି ଖେଳିବ ବାପା ମୁଁ ତ ସବୁଦିନ ନିଶା ଦେଖେଇଛି ହେଲେ ଆଜି ଭଳିଆ ନିଶା କେବେ ଦେଖିନି ଓ ଆଜି ବୋଧେ ଆସ୍କା ବଡି ପିଇକି ଚାଲି ଆସିଛି ବାପା ମୁଁ କାଇଁ ଆସ୍କା ବଡି ପିଇବି ମୋ ବାପା ବାପା ଶୁଣ ବାପା ସେ ଯୋଉ ଓକିଲଟା ମୋର ଯୋଉ କେସ୍ ଲଢୁଥିଲେ ସେ ମତେ ଫୋନ କରିଥିଲେ କହିଲେ ତୋର ଚାକିରିଟା ହେଇଗଲା କହିଲା ତୁ ଚାକିରି ଖେଳି ପାଇବୁ ହଁ ବାପା ଆଉ ଜାଣିଛ ମାସକୁ 60,000 ଟଙ୍କା 60,000 ଟଙ୍କା ହଁ ବାପା ଜାଣିଛ ଏସବୁ ତମରି ଆଶୀର୍ବାଦ ପାଇ ବାପା ନାଇଁ ଚନ୍ଦ କିଛି ନାଇଁ ତୁ ବୋହୁକୁ କଣ କହିଲୁ ବୋହୁ ଯାଇ ପଦ ଘରେ ଚାକରାଣୀ କାମ କରି ତତେ ଆଣି ଟଙ୍କା ଦେଲା ଏ ପୁଅ ଯାହା ଧନ୍ୟବାଦ ଦବା କଥା ତୁମ ବୋହୁକୁ ଦେ ନାଇଁ ବାପା ତମ ବୋହୁକୁ ଧନ୍ୟବାଦ ଦବାର ସାହସ ମୋ ପାଖରେ ନାଇଁ ବାପା ମଣିଷ ସିନା ମଣିଷର ଉପକାର କଲେ ତାକୁ ଧନ୍ୟବାଦ ଦିଆଯାଏ କିଏ ବା ଠାକୁରାଣୀକୁ କଣ କେବେ କେବେ ଧନ୍ୟବାଦ ଦିଆଯାଏ ଠାକୁରାଣୀକୁ ଏଇଠୁ ଆଣ୍ଠୁ ମାରି ମୁଣ୍ଡିଆ ମରାଯାଏ କେମିତି ଛୋଟ ଛୁଆଙ୍କ ପରି ହଉଛି ତୁ ତାକୁ କ୍ଷମା କରିଦିଆରେ ତୁ ପୁରା ନାରୀ ସଦବଂଶହା ଧରିତ୍ରୀ ତୁ ତାକୁ କ୍ଷମା କରିଦେ ତମେ ମୋତେ କ୍ଷମା କରିଦିଅ ପ୍ଲିଜ ତମେ ମୋତେ କ୍ଷମା କରିଦିଅ ପ୍ଲିଜ ନା ଆମେ ଟିକେ ହସିଦେ ଏ ବୁଢା ପୁଅଟାର କଥା ଟିକେ ମାନ ତତେ ମୁଁ ଜାଣୁ ଆମେ ଟିକେ ହସିଦେ ଏ ବାପା ସତ୍ୟା ହସିଲା ହଁ ବାପା ଏ ଆମ ସତ୍ୟା ହସିବନି ବୁଢା ପୁଅଟା ପୁରା ତାକୁ ରାଣୀ ପକେଇଛି ସେ ପୁଣି ହସିବନି ବାପା ଆଜି ତମ ଗୋଟେ ଖୁସି ଖବର ଜଣାଇବାକୁ ମୁଁ ଆସିଛି ଖୁସି ଖବର ତ ସେ ଖୁସି ଖବର ହେଲା ତମେ ବହୁତ ଜଲ୍ଦି ଜେଜେ ହେବାକୁ ଯାଉଛ ଜେଜେ ତୁ ବାପା ହବୁ ରେ ତୁ ବାପା ହବୁ ଆଉ ମୁଁ ଜେଜେ ଆମ କଲୋନୀରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଡାକି କହିବି ମୁଁ ଜେଜେ ହେବି ରେ ମୁଁ ଜେଜେ ହେବି ଏ ଚନ୍ଦ ମୁଁ ଯାଉଛି ହେଲା ମାରି ନେବି ତୁମ ବୋହୂକୁ ମାରିଲୁ କାହିଁକି ମାରିଲୁ କଣ ପାଇଁ ମାରିଲୁ ବାପା ମୁଁ ଭୁଲି ଯାଇଛି ବାପା ମୁଁ ଭୁଲି ଯାଇଥିଲି ଆପଣ ଟିଭି ଲାଗିଥିଲି ବାପା ମୁଁ ଭୁଲି ଯାଇଥିଲି ସେ ବାବୁଙ୍କ ଘରେ ଗୋଟେ ଟିଭି ଅଛି ଆଉ ସତ୍ୟ ନା ସେଇ ଟିଭିରେ ସ୍ୱାମୀ ମାନେ ସାବଧାନ ନାଟକ ଦେଖି ସେଇଥିରୁ ଗୋଟେ କଣ ସ୍କ୍ରିନ୍ ଆଣି କହିଲି ବୁଲମାର ମୁଁ କହୁଛି ମୋ ବୋହୂକୁ ବୁଲମାର ଭୁଲି ଯାଇଛି ଆଉ ବାବା ଯାଉ ମୁଁ କୋ ନାଟକରେ ଅଭିନୟ କରୁନି କି କୋ ଦୁଃସର କାହାଣୀ ବି କହୁନି ମୁଁ ଯାହା କହୁଛି ସତ କହୁଛି ସତ କହୁଛୁ କି ସତ କହୁଛୁ ମୋ ମା ହବାକୁ ଯାଉଛି ଏ କଥା ସତ ମିଛ କାହିଁକି ମିଛ ଆରେ କଣ ପାଇଁ ମିଛ 2 ବର୍ଷ ହେଲାଣି ତୁ ବାହା ହେଲୁ ମୋ ଘରକୁ ନାତି କି ନାତୁଣୀଟିଏ ଆସିବ ତୁ ତ ଖୁସି ହବା କଥା ଆନନ୍ଦ ହବା କଥା ଆରେ ମନା କରୁଛୁ କଣ ପାଇଁ ବାପା ମୁଁ ତ କେମିତି କହିବି କେମିତି ବୁଝେଇବି ବୁଝିପାରୁନି କିଛି ବୁଝେଇବା ଦରକାର ନାହିଁ ତୁ ଖାଲି ଖୁସି ହୋ କଥା କହିଲି ବାପା ତ ପୁଅଙ୍କ ସହିତ ମୋର ବାହାଘର 2 ବର୍ଷ ବିତିଗଲା କିନ୍ତୁ 1.5 ବର୍ଷ ହବ ଆମ ସ୍ୱାମୀ ସ୍ତ୍ରୀ ଭିତରେ କିଛି ସମ୍ପର୍କ ନାହିଁ ହେଲେ ମା ଏଇ କିଛି ସମୟ ପୂର୍ବରୁ ମତେ ଯୋଉ ଜେଜେ ହବା କଥାଟା କହିଲୁ ସେଇଟା ସତ ତା ମାନେ ମତେ କଣ ବୁଝିବାକୁ ପଡିବ ଯେ ମୋ ପେଟରେ ବଢୁଥିବା ପିଲା ତମ ପୁଅଙ୍କର ହୁଏ ମାରିଦେବି ତତେ ଚନ୍ଦ୍ର କଣ ଶୁଣିବି କଥା କଣ ଶୁଣିବି କାହା ସହିତ ମିଶି ପାପ କରିବୁ ସେ ପାପକୁ ତୁ ଗର୍ଭରେ ରଖିବୁ ତୁ ଗୋଟେ ଚରିତ୍ରହୀନ
ସେଟା ମୋ ବାବୁଙ୍କ ଘରେ ମୁଁ ତମକୁ 5 ଲକ୍ଷ ଟଙ୍କା ଗଣିଦେଲି। କାଇଁ ସେଟା ପଚାରି ନଥିଲ ସତ୍ୟା ତୁମେ 5 ଲକ୍ଷ ଟଙ୍କା କୋଉଠୁ ଆଣିଲି? ପ୍ରତ୍ୟେକ ମୁହୂର୍ତ୍ତରେ ମଦ ପିଇବାକୁ ଲକ୍ଷ ଲକ୍ଷ ଟଙ୍କା ମୁଁ ତମ ହାତକୁ ଗଣିଦେଲି। କାଇଁ ସେତେବେଳେ ତ ପଚାରି ବୁଝିଲନି ମୋ ଧର୍ମ ପତ୍ନୀ ଏ ଟଙ୍କା ତମ ଧର୍ମ ଟଙ୍କା ନା ତମ ଦେହ ପିକା ଟଙ୍କା? ପଚାରିଲି ତ ସେତେବେଳେ। ଏ ଚନ୍ଦ ବହୁ କଣ ପଚାରୁଛି ତା କଥାର ଉତ୍ତର ଦଉନୁ। ଏମିତି ଖୁଣ୍ଟଟା ପରି ଛିଡ଼ା ହେଇଛୁ କଣ? ପୁଅରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଗୋଟେ କଅଁଳ ପ୍ରଜାପତି ଖୁବ୍ ଯତ୍ନର ସହିତ ତାକୁ ଧରି ରଖିବାକୁ ପଡ଼ିଥାଏ। ଶବ୍ଦ କରି ଧରିଲେ ପ୍ରଜାପତିଟା ମରିଯିବ। ହାଲୁକା କରି ଧରିଲେ ପ୍ରଜାପତିଟା ଉଡ଼ିଯିବ। ଉଡ଼ିଗଲାରେ ଆମ ପ୍ରଜାପତିଟା ଆମ ହାତ ପାପୁଲିରୁ ବହୁତ ଦୂରକୁ ଉଡ଼ିଗଲା। ବାବା ନାଇଁ ବାବା ସେ ଉଡ଼ିନି ବାବା ସେ ଉଡ଼ିନି। ମୁଁ ତାକୁ ଉଡ଼ିବାକୁ ଦେବିନି ବାବା। ସେ ବେଶୀ ଦୂର ଯାଇନଥିବ ବାବା। ବାବା ଏଇ ପାପୁଲି ଏଇ ହାତ ପାପୁଲିରେ ମୁଁ ତାକୁ ଧରି ଆଣିବି।